ଆଜିର ଇଲେକ୍ଟ୍ରୋନିକ୍ ଯନ୍ତ୍ରପାତି ଏବଂ ଆଧୁନିକ ଜଟିଳତା ସବୁ ଆମର ଧ୍ୟାନ ପ୍ରାର୍ଥନାର ସମୟକୁ ବାଧାପ୍ରାପ୍ତ କରୁଛି। ତାହା ନୁହେଁ, ଈଶ୍ୱରଙ୍କ ସହିତ ଆମର ଧ୍ୟାନ ଆଳାପର ସବୁଠାରୁ ନିବିଡ଼ ସମୟର ବଡ଼ ବାଧାର କାରଣ ହେଉଛୁ ଆମେ ନିଜେ। ବାଇବେଲ ଅଧ୍ୟୟନ ଓ ପ୍ରାର୍ଥନାର ଉପଯୁକ୍ତ ସମୟ ନିର୍ଦ୍ଧାରଣ କରିବା ପାଇଁ ଆମର କୁଣ୍ଠାବୋଧ ହିଁ ସବୁଠାରୁ ବଡ଼ ବାଧାର କାରଣ। ତାହେଲେ ଯେଉଁ ବିଷୟଟି ଆଜି ବଡ଼ ଅସମ୍ଭବ ମନେ ହେଉଛି, ଆମେ ତାହା ସାଧନ କରିବା କିପରି? ପ୍ରଥମେ ଆମେ ସ୍ୱୀକାର କରିବା ଆବଶ୍ୟକ ଯେ ଈଶ୍ୱରଙ୍କ ନିମନ୍ତେ ସମୟ ଦେବାରେ ଆମେ ବିଫଳ ହୋଇଛୁ। ଦ୍ୱିତୀୟରେ, ଆମେ ମଧ୍ୟ ଏହା ଅନୁଭବ କରିବା ଆବଶ୍ୟକ ଯେ ଆମର ଆତ୍ମିକ ଜୀବନର ଅଭିବୃଦ୍ଧି ପାଇଁ ଈଶ୍ୱରଙ୍କ ସହିତ ସମୟ କାଟିବା ଅତ୍ୟନ୍ତ ଅପରିହାର୍ଯ୍ୟ। ପ୍ରତ୍ୟେକ ଦିନ ଯଥେଷ୍ଟ ଖାଦ୍ୟ ଭୋଜନ କରିବା ଆମ ପାଇଁ ଯେପରି ଭାବରେ ଗୁରୁତ୍ୱପୂର୍ଣ୍ଣ, ଠିକ୍ ସେହି ରୂପେ ଏ ବିଷୟରେ ମଧ୍ୟ ଆମେ ସେହିଭଳି ଗୁରୁତ୍ୱପୂର୍ଣ୍ଣ ହେବା ଆବଶ୍ୟକ। ତୃତୀୟରେ, ଏଥିନିମନ୍ତେ ଆମେ ଏକ ଯୋଜନା କରିବା ଆବଶ୍ୟକ। ଆମ୍ଭେମାନେ ଗୀତ ସଂହିତା 5 ପର୍ବ 3 ପଦରେ ଦେଖୁ ଯେ ଦାଉଦ ପ୍ରାତଃକାଳରେ ଈଶ୍ୱରଙ୍କ ସହିତ ଆଳାପ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରୁଥିଲେ। ଏହି ଚିନ୍ତାଧାରାକୁ ମନେ ରଖି ଆସନ୍ତୁ, ଆମ ଚତୁର୍ଦିଗରେ ଥିବା ଆମର ଜଟିଳ ପୃଥିବୀକୁ ଆମ ଦୃଷ୍ଟିରୁ ଅନ୍ତର କରି ଆମ ହୃଦୟକୁ ଆମେ ଉନ୍ମୁକ୍ତ କରିବା ଏବଂ ପ୍ରଭୁଙ୍କଠାରେ ଧ୍ୟାନମଗ୍ନ ରହିବାରେ ଯେଉଁ ଆନନ୍ଦ ମିଳେ ତାହା ଲାଭ କରିବା। ତଦ୍ୱାରା ଆମେ ଅସମ୍ଭବକୁ ସମ୍ଭବ କରିପାରିବା। ତେଣୁ ଈଶ୍ୱର ତାଙ୍କ ବାକ୍ୟ ବାଇବେଲରେ ଏହି କଥା କହନ୍ତି। ଆଉ ଏହି ପ୍ରକାରେ ଈଶ୍ୱରଙ୍କ ସମସ୍ତ ପୂର୍ଣ୍ଣତାରେ ପରିପୂର୍ଣ୍ଣ ହୁଅ। ଯେଉଁ ଈଶ୍ୱର ଆମମାନଙ୍କ ଅନ୍ତରରେ କାର୍ଯ୍ୟ ସାଧନ କରୁଥିବା ଆପଣା ଶକ୍ତି ଅନୁସାରେ ଆମ୍ଭମାନଙ୍କ ମାଗିବା ବା ଭାବିବା ଠାରୁ ଅତ୍ୟଧିକ ପରିମାଣରେ ସାଧନ କରିପାରନ୍ତି।